ମତେ ବିରୋଧୀ ଦଳ ଫସେଇ ଦେଲେ। ସାନ ଭଉଣୀ ଯୋଉ କହୁଛନ୍ତି ସାନ ଭଉଣୀ ଏଠି ଅନମ୍ୟାଚୁର 4.5 ବର୍ଷ ହେଲାଣି ମୁଁ ମୋ ପଞ୍ଚାୟତରେ ଲୋକଙ୍କୁ ମୋର ଭଲ ମନ୍ଦ ବୁଝାବୁଝି କରୁଛି। ଯଦି ଭଉଣୀ କରୁଛ କହୁଛ ତାହେଲେ ଭଉଣୀର ଦରଦ ଦେଖେଇଛନ୍ତି କି ମତେ? ମୁଁ ଯୋଉ 7 ଦିନ କାଳ ଯୋଉ ମେଡିକାଲରେ ପଡି ଯୋଉ ସଂଘର୍ଷ କରିଛି ସେଇ ଯୋଉ ଅଫିସର ମାନେ ମତେ ଯୋଉ ବାଡେଇଛନ୍ତି ଗାଡି ଭିତରେ ନିର୍ମମ ଭାବରେ ଯୋଉ ବାଡେଇଲେ ତମର ସେଇ ଅଫିସର ଯୋଉ ବିଡିଓ ମତେ ହତାଦର କଲା ଯୋଉ ଆଇଆଇସି ମତେ ବିନା କାରଣରେ ତମ ପାଖ ଲୋକଙ୍କ କଥାରେ ଫରୱାର୍ଡ କଲା ସେତେବେଳେ କୋଉଠି ଥିଲା ତମ ଭାଇ ପଣିଆ? ତ ଭାଇ ଯଦି ଜତିଆର ଥିଲା ମୋ ପାଖରେ ଆସି ପହଞ୍ଚିଥାନ୍ତ ସହାନୁଭୂତି ଦେଇଥାନ୍ତ। ସବୁ ଜିଲ୍ଲାରୁ ଅଲଗା ଜିଲ୍ଲାରୁ କେତେ କେତେ ଲୋକ ଆସିଛନ୍ତି ଏଠି ସବୁ ବିଧାୟକ ମାନେ ବି ଯୋଉମାନେ ଅଛନ୍ତି ଯୋଉମାନେ ଏକ୍ସ ଏମଏଲଏ ବି ଅଛନ୍ତି ସେମାନେ ଆସି ଭେଟିଲେ। ଏଠି କଣ ଭଉଣୀ କି ଗୋଟେ ମିନିଟ ସମୟ ନଥିଲା ଆସି ଭେଟିବା ପାଇଁ? ଏବେ ଯେତେବେଳେ ଭଉଣୀ ବିରୁଦ୍ଧରେ ବାହାରିଲା ବିରୁଦ୍ଧରେ କହିଲା ଭଉଣୀ ପ୍ରେମ ପଳେଇ ଆସିଲା ତ ଏଟାକୁ ମୁଁ ଲୋକ ଦେଖାଣିଆ ବୋଲି କହିବି। ନା ନା ଏଇଟା ଲୋକ ଦେଖାଣିଆ ଖାଲି ମିଡିଆ ସାମ୍ନାରେ କଥା ଚିକଣିଆ କହିବା ଛଡା କିଛି ନୁହଁ। ଯଦି ମନ୍ତ୍ରୀ କହୁଛନ୍ତି ଆଇନ ସମସ୍ତଙ୍କ ପାଇଁ ସମାନ ତାହେଲେ 8 ଦିନ ହେଲାଣି କାହିଁକି ଅଭିଯୁକ୍ତ ମାନେ ଆରେଷ୍ଟ ହେଇନାହାନ୍ତି ଆଉ କାହିଁକି ବିଡୁ ଆଇଏସି ସସ୍ପେଣ୍ଡ ହେଇନାହାନ୍ତି ସେଇଟା ଟିକେ ଆଇନ ମନ୍ତ୍ରୀକୁ ପଚାରୁନାହାନ୍ତି। ବିଧାୟକ ପ୍ରଶ୍ନ କାହିଁକି କଣ କରିବି? ମୁଁ ବିଧାୟକ ଏଗେନ୍ଷ୍ଟରେ ଆଲିଗେସନ ଆଣିଛି ମୁଁ ତାଙ୍କୁ କାହିଁ ପ୍ରଶ୍ନ କରିବି? ତ ଆପଣ ମାନେ ତାଙ୍କୁ ପ୍ରଶ୍ନ ପଚାରନ୍ତୁ ଯାହା ବି ହେଇଛି ଇନସିଡେଣ୍ଟ ହେଲା। ସେଇ କଥା ତ କହୁଛି ଯଦି ଭଉଣୀ କହୁଛନ୍ତି ମୁଁ ଭାଇ ବୋଲି ଗୋଟେ ଦିନ କାନ୍ଦିକି ଆସିଥିଲି ତାଙ୍କ ପାଖରେ କିଛି ଇନସିଡେଣ୍ଟ ନେଇ ତାଙ୍କ ପାଖରେ କାନ୍ଦିକି ଆସିଥିଲି ବୋଲି ଭାଇ ତମ ଭଉଣୀଟା ଯଦି ହେଇଥାନ୍ତି ମତେ କଣ ଏଇଆ ତମେ କରିଥାନ୍ତ? ସେଠି କହିଥିଲେ ରହିଯା ବୁଝିବା ବୋଲି ଗଲା ତମର ବର୍ଷ 2 ବର୍ଷ ପଳେଇଲା କିଛି ବୁଝା ହେଲା ନାହିଁ। ମୋ ଭାଇ କଥା ଯଦି ଭାଇ କହୁଛନ୍ତି ଭଉଣୀ ଭାଇ ଭଳିଆ ମୁଁ ସେମିତି କିଛି ପାଇନି। ଯେତେବେଳେ ସେଇଟା ମାଗୁଥିଲେ ତ ମୁଁ ସେଇଟା ତ ଗଣମାଧ୍ୟମ ଭାବରେ କହିସାରିଛି ଆଉ ପିସି କଥା ବି ତ ଅଛି କିଛି ନାହିଁ। ହଁ ଜିଲ୍ଲାପାଳଙ୍କୁ ଭେଟିବୁ ଆମେ ସରପଞ୍ଚ ସଂଘ ବି ଆସିଛୁ ଆଉ ଅନ୍ୟ ଯୋଉ ସାଂଗଠନିକ ସବୁ ଅନୁଷ୍ଠାନ ଥିଲେ ସେମାନେ ବି ମଧ୍ୟ ଦାବି ପତ୍ର ବର୍ତ୍ତମାନ ଆମ ସାଙ୍ଗରେ ସମସ୍ତ ସରପଞ୍ଚ ସଂଘ ଆମେ ସମସ୍ତଙ୍କୁ ନେଇ ଗଠିତ ଆମେ ସମସ୍ତେ ଏକାଠି ଅଛୁ ପୁରା ରାଜ୍ୟ ସାରା ସମସ୍ତେ ବି ଆମ ସାଙ୍ଗରେ ଅଛନ୍ତି ଆଉ ଅନ୍ୟ ଯୋଉ ଡିପାର୍ଟମେଣ୍ଟ ସବୁ ରହିଲେ ଯୋଉ ଏନଜିଓ ରହିଲେ ସମସ୍ତଙ୍କ ତରଫରୁ ଆସିଛନ୍ତି। ଆଜି ଆମେ କଲେକ୍ଟରଙ୍କୁ ଦାବି ପତ୍ର ଏକ ଦବୁ ଯଦି 24 ତାରିଖ ଭିତରେ ଆର କୌଣସି ସମାଧାନ ନ କରନ୍ତି କି ଆସାମୀ ମାନଙ୍କୁ ନ ଧରନ୍ତି କି ସେମାନଙ୍କୁ ସସ୍ପେଣ୍ଡ ନ କରନ୍ତି 20 ତାରିଖ ଥିଲା ଆମେ ସେଟାକୁ 24 ତାରିଖ କରିଛୁ ତ ସେଇଟାକୁ ଆମେ ସମୂହରେ ପୁରା ଗଣଧାରଣାରେ ବସିବୁ। କୋଉଭଳି ଭାବେ ସାମିଲ ହୋଇପାରିବେ ଇଏ ହେଉଛି ବାସ୍ତବିକ ଚିତ୍ର ଯାହା ଦେଖୁଛନ୍ତି ସାରା ଓଡ଼ିଶା ଦେଖୁଛି ଏକ୍ସକ୍ଲୁସିଭ୍ ଚିତ୍ର। ଚାମେଲି ମେଡିକାଲ ପରିସରରୁ ଡିସଚାର୍ଜ ହୋଇଛନ୍ତି ଏବଂ ଯୁଦ୍ଧମ ଦେଇ ଡାକରା ଦେଇଛନ୍ତି। ଭାରତ ମାତା କି ଭାରତ ମାତା କି ଭାରତ ମାତା କି ଚାମେଲି ଓପା କି ଆଗାମୀ ଦିନରେ चलो जबरदस्त